ଆକ୍ୱା ଗାର୍ଡର ଫିଲ୍ଟର ଗୋଟେ 2-3 ମାସ ପୁଣି ବ୍ୟବହାର ହେଲା ଫଳରେ ପେଟ୍ରୋଲ ପଇସା ଜମା ହେଇପାରୁଛି। ସାଧାରଣ ଲୋକ ସମସ୍ତେ ଆକ୍ୱା ଲଗେଇବା ପିଇବା ସ୍ୱଚ୍ଛ ପାଣି ପିଇବା ସମ୍ଭବ ନୁହଁ, ଯେଉଁଟାକି ସାଧାରଣ ଲୋକ ଦୀର୍ଘ ବର୍ଷ ଧରି ସେମାନେ ପିଉଛନ୍ତି, ଯେଉଁଥିରେ ବିଭିନ୍ନ ସମୟରେ ରୋଗ ଆକ୍ରାନ୍ତ ହେଇ ଆମର ପରିବାର ମାନେ ଅଧା ବୟସରେ ଅକାଳରେ ଜୀବନ ଯାଇ ସ୍ୱାମୀ ସ୍ତ୍ରୀ ମାତ୍ର 6 ମାସ ଭିତରେ ବାପ ପୁଅଙ୍କର ଜୀବନ ଯାଇଛି, ଯେଉଁଥିରେ ମାଆଟି ଅସହାୟ ମାଆଟି ମାତ୍ର 2,000 ଟଙ୍କାର ଘରେ ଚଳୁଛି, ଯାହାକି 10 କୋଟି ଟଙ୍କା ଲାଭ ମଧ୍ୟ ବାହାରୁ ନାହିଁ। ସେଟା ଦେଖିଲେ ମଧ୍ୟ ଆମ ତାର ମଧ୍ୟ ଯାଇଥିଲେ ତାଙ୍କ ପରିବାରକୁ ଦେଇଛନ୍ତି ଏବଂ ଆମ ସ୍ୱାମୀ ସ୍ତ୍ରୀ ଭାଗିରଥୀ ଗତ 21 ଅଞ୍ଚଳରେ ସେମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ। ସ୍ୱାମୀ ଜବାବ ମଧ୍ୟ ଜବାବ ବିଭିନ୍ନ ଯୁବକମାନେ 21 ବର୍ଷ 40 ବର୍ଷର ଯୁବକମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଆମର ଜାଣିଛୁ ସମସ୍ୟା ଅଛି, ଯେହେତୁ ନମୁନା ପରୀକ୍ଷା ହେଇକି ପାରମ୍ପରିକ ସମସ୍ୟା ପାଣି ସବୁ କାରଣ ପାନୀୟ ଜଳ ବ୍ୟବହାର ଗଭୀର ନଳକୂପ ସରକାରଙ୍କର ସେଗୁଡ଼ାକ ମୋଟାମୋଟି ଠିକ୍ କରାଯାଉଛି। ବ୍ୟକ୍ତିଗତ ନଳକୂପ ଆମେ ଯୋଉ ଇସ୍ୟୁ ଆମେ ଦୀର୍ଘ 7 ବର୍ଷ ଧରି ଲଢ଼େଇ କରୁଥିଲୁ, ପାଣିର ଯୋଉ ସମସ୍ୟା ରହିଥିଲା ଆମ ପଞ୍ଚାୟତରେ, ତାହେଲେ ଆମକୁ ଲଢ଼େଇ ଆରମ୍ଭ କରିଥିଲୁ ଆମ ସ୍ଥାନୀୟ ଗଣମାଧ୍ୟମ ସେ ଇସ୍ୟୁକୁ ବାରମ୍ବାର ଖବର ପ୍ରକାଶ କରିବା ପରେ ସାର୍ ତାଙ୍କର ନିଜ ସ୍ୱଇଚ୍ଛାରେ ଆମକୁ ଖବର ଦେଇଥିଲେ ଏବଂ ଆମ ପାଖରେ ପହଞ୍ଚିଥିଲେ, ଯାହାକି ଆମକୁ ଲଢ଼େଇର ଆହୁରି ଆଗେଇ ଯିବା ପାଇଁ ଆମକୁ ବଳ ଯୋଗାଇଥିଲା। ଏବଂ ସାର୍ ଯିବା ପରେ ଆମର ଜିଲ୍ଲା ପ୍ରଶାସନ ଏବଂ ଯାହା ଖବର ମିଳୁଛି ରାଜ୍ୟ ପ୍ରଶାସନ ମଧ୍ୟ ସେଥିରେ ଚିନ୍ତା ପ୍ରକଟ କରିଛନ୍ତି ସମସ୍ୟାକୁ କେମିତି ସମାଧାନ କରିବା ପାଇଁ। କିନ୍ତୁ ଆମର ମଧ୍ୟ ଦୁଃଖ ହେଉଛି, କାରଣ ଏ ସମସ୍ୟା ଯେତେବେଳେ ଆମେ 7 ବର୍ଷ ଧରି ଆରମ୍ଭ କରିଥିଲୁ, ସେତେବେଳେ ମଧ୍ୟ ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟକାଳ ସମୟରେ କିଛି କିଛି ଆରମ୍ଭ କରି ପୁଣି ଅଧାରୁ ରହିଯାଇଥିଲେ। ଆମେ ଏବେ ସନ୍ଦେହ ପ୍ରକାଶ କରୁଛୁ ପ୍ରାୟ ସେମିତି ହେବ ନାହିଁ, ତ ସେଥିପାଇଁ ଅନୁରୋଧ କଲା ପରେ ଆଜି ଆମେ ସମସ୍ତେ ଏକାଠି ହେଇଛନ୍ତି। ଆମର ଯେଉଁ ସମସ୍ୟା ରହିଛି ଆମେ ଆପଣଙ୍କ ସମସ୍ତେ ରଖିବାକୁ ଚାହୁଁଛୁ, ତେଣୁ ଆପଣଙ୍କୁ ଆଉ ଥରେ ମଧ୍ୟ ପଞ୍ଚାୟତ ତରଫରୁ ଆମ ଜିଲ୍ଲା ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ। ଆମ ପାରାଦୀପ ପଞ୍ଚାୟତରେ ବର୍ତ୍ତମାନ 2011 ଜନଗଣନା 6,841 ଜଣ ଲୋକ ରହିଛନ୍ତି ଏବଂ ଆମର 5ଟି ରାଜସ୍ୱ ଗ୍ରାମ ରହିଛି। ଏ 5ଟି ରାଜସ୍ୱ ଗ୍ରାମରେ ଆମେ ଗତ 10 ବର୍ଷ ଆମ ପାଖାପାଖି 120 ଜଣ କ୍ୟାନ୍ସର ଏବଂ କିଡନୀ ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ଦୁଃଖର ବିଷୟ, ବର୍ତ୍ତମାନ ମଧ୍ୟ ପାଖାପାଖି 20ରୁ ଅଧିକ ରୋଗୀ ବିଭିନ୍ନ ମେଡିକାଲ ଏବଂ ଘରୋଇ ଚିକିତ୍ସାରେ ବର୍ତ୍ତମାନ ରହିଛନ୍ତି, ଯାହା ଫଳରେ ବିଭିନ୍ନ ଖବରକାଗଜରୁ ବିଭିନ୍ନ ଟିଭିରେ ଖବର ବାଜିବା ପରେ ଜିଲ୍ଲା ପାନୀୟ ଜଳ ଯୋଗାଣ ତରଫରୁ ଆମର ନଳକୂପ ଗୁଡ଼ାକର ନମୁନା ସଂଗ୍ରହ କରାଯାଇଥିଲା। 827 ନମୁନା ସଂଗ୍ରହ କରାଯାଇଥିଲା,
ଯେଉଁଥିରେ 30/1/2026 ସୁଦ୍ଧା 160ଟି ନମୁନା ସଂଗ୍ରହର ରିପୋର୍ଟ ଆସିଥିଲା। 160 ରିପୋର୍ଟରୁ 90ଟି ରାସାୟନିକ ଯୁକ୍ତ ପାଣି ବାହାରିଥିଲା, ଯୋଉଟାକି ପାଖାପାଖି 60% ନଳକୂପ ରାସାୟନିକ ଯୁକ୍ତ ରହିଛି। ଆର୍ସେନିକ, ଲିଡ୍, କ୍ୟାଡମିୟମ, ମାଙ୍ଗାନିଜ, ଆଇରନ୍ ଭଳି ବିଷାକ୍ତ ନମୁନା ରହିଥିଲା। ଏବଂ ଯେଉଁଥିରେ ଆପଣମାନେ ଦେଖିପାରୁଥିବେ ଯୋଉ ଦୀର୍ଘଦିନ ପାଣି ଯୋଉ ବ୍ୟବହାର କରାଯାଉଛି ମାଣ୍ଡିଆ ଏବଂ ବାଲ୍ଟିର ଅବସ୍ଥା ଦେଖିପାରୁଥିବେ। ଏବଂ ଏଇଟା ହଉଛି ଆମର ଆକ୍ୱାଗାର୍ଡର ଫିଲ୍ଟର, ଯୋଉଟା 2-3 ମାସ ଧରି ବ୍ୟବହାର ହେଲା ଫଳରେ ପାଖାପାଖି 1.5 ଇଞ୍ଚର ମଳିକା ଜମା ହେଇପାରୁଛି, ଯାହାକି ସାଧାରଣ ଲୋକ ସମସ୍ତେ ଆକ୍ୱାଗାର୍ଡ ଲଗେଇବା ପିଇବା ସ୍ୱଚ୍ଛ ପାଣି ପିଇବା ସମ୍ଭବ ନୁହଁ, ଯୋଉଟାକି ସାଧାରଣ ଲୋକ ପ୍ରତି ଦୀର୍ଘ ବର୍ଷ ଧରି ସେମାନେ ପିଉଥିଲେ। ଯେଉଁଥିରେ ବିଭିନ୍ନ ସମୟରେ ରୋଗ ଆକ୍ରାନ୍ତ ହେଇ ଆମର ପରିବାର ମାନେ ଅଧା ବୟସରେ ଅକାଳରେ ଜୀବନ ଯାଇ ସ୍ୱାମୀ ସ୍ତ୍ରୀ ମାତ୍ର 6 ମାସ ଭିତରେ ବାପ ପୁଅଙ୍କର ଜୀବନ ଯାଇଛି। ଯେଉଁଥିରେ ଯୋଉ ମାଆଟି ଅସହାୟ ମାଆଟି ମାତ୍ର 2,000 ଟଙ୍କାର ସଉଦା କିଣି ତା ଘରେ ଗୋଟେ ଦୋକାନ କରି ଚଳୁଛି, ଯାହାକି 10 କୋଟି ଟଙ୍କା ଲାଭ ମଧ୍ୟ ବାହାରୁନାହିଁ। ଯୋଉଟା ଦେଖିଲେ ମଧ୍ୟ ଆପଣ ସାର୍ ମଧ୍ୟ ଯାଇଥିଲେ, ତାଙ୍କ ପରିବାରକୁ ଭେଟିଛନ୍ତି ଏବଂ ପ୍ରତିଶୋଧ ମଧ୍ୟ ଦେଇଛନ୍ତି। ଏବଂ ଏଠି ଆମର ସ୍ୱାମୀ ସ୍ତ୍ରୀ ଜଣେ ଯୁବତୀ ଏବଂ ଭାଗୀରଥୀ ମଲ୍ଲିକ, ସେ ମଧ୍ୟ ଗତ 21 ଦିନ ଅନ୍ତରରେ ସେମାନେ ମଧ୍ୟ ମୃତ୍ୟୁବରଣ କରିଥିଲେ। ସ୍ୱାମୀ ସ୍ତ୍ରୀଙ୍କ 21 ଦିନରେ ଏବଂ ବହୁତ ଯବାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ସିଆରପିଏଫର ଯବାନ, ଆମର ବିଭିନ୍ନ ଯୁବକ ମାନେ 21 ବର୍ଷ, 29 ବର୍ଷ, 40 ବର୍ଷର ଯୁବକ ମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜଣେ ଅସହାୟ ଅବସ୍ଥାରେ ତାଙ୍କର 2 ଝିଅ ଅଛି, ଘରେ ଆଉ କେହି ନାହାନ୍ତି, ତାଙ୍କ ମା ଜଣେ ମଧ୍ୟ ଚାଲିଗଲେ। ସୁରକ୍ଷା ମଧ୍ୟ ଅଭାବ ଯୋଗୁଁ ବଣ୍ଟା ଝିଅ ରହିଛନ୍ତି। ସବୁଠାରୁ ଦୁଃଖ କଥା, ଆମର ପାଲଟୁ ପଞ୍ଚାୟତରେ 4ଟି ନଳକୂପର ଉଚ୍ଚ ରହିଛି। ଯେଉଁ ନଳକୂପ ବର୍ତ୍ତମାନ ଗୋଟିଏ ମାତ୍ର ଚାଲୁଛି, 3ଟି 2019 ଠାରୁ ପକାଇ ରହିଛି। କିନ୍ତୁ ଦୁଃଖର ବିଷୟ, 2022 ମସିହାରେ ବସୁଧା ଯୋଜନାରେ ରାଜ୍ୟ ସରକାର ସମସ୍ତ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଗଲା ବୋଲି ଆମକୁ ପଞ୍ଚାୟତରେ ବୋର୍ଡ ଲଗାଗଲା। ସମସ୍ତ ଘରେ ପାଇପ ପଡ଼ିଯାଇଛି। ନବୀନ ପଟ୍ଟନାୟକ ଖୁସିରେ ଅଛନ୍ତି, ଖୁସି ବ୍ୟକ୍ତ କରୁଛନ୍ତି ସମସ୍ତ ଘରେ ପାଣି ପହଞ୍ଚିଗଲା ବୋଲି। ଦୁଃଖର ବିଷୟ, 3ଟି ପ୍ରକଳ୍ପ ରହିଛି, ଯେଉଁ ପ୍ରକଳ୍ପରେ ଆରମ୍ଭ ହେଇନାହିଁ। ଆମେ ଏସବୁ ସମସ୍ୟାରେ 2021 ମସିହାରେ ମଧ୍ୟ ବ୍ଲକ ସମ୍ମୁଖରେ ଧାରଣା ବସିଥିଲୁ, 24 ମସିହାରେ ବସିଥିଲୁ, 22 ମସିହାରେ ବି ବସିଥିଲୁ। 24-24 ବର୍ଷର ମଧ୍ୟ ପ୍ରକଳ୍ପ ଆରମ୍ଭ ହେଇପାରୁନଥିଲା। ଏସବୁ ସମସ୍ୟା ବିଷୟରେ ଆମେ ବାରମ୍ବାର ଲଢ଼େଇ କରିଥିଲୁ, ଏମିତି ସଫଳ ହୋଇନଥିଲା। ଏବଂ କେଉଁମାନେ ସବୁ ମୃତ୍ୟୁବରଣ କରୁଛନ୍ତି, କେଉଁ ବର୍ଷ ମରୁଛନ୍ତି, କାହାର କେତେ ବର୍ଷ, କେଉଁ ଗାଁ, ଆମେ ମଧ୍ୟ ଗୋଟେ ତାଲିକା ପ୍ରସ୍ତୁତ କରୁଛୁ 10 ବର୍ଷ ଭିତରେ, ଯେଉଁଥିରେ ସମସ୍ତର ତଥ୍ୟ ରହିଛି। ଆମେ ମଧ୍ୟ ଏ ବିଷୟରେ ମଧ୍ୟ ପୂର୍ବରୁ ଆମର ରାଜ୍ୟପାଳ ରହିଥିଲେ ରଘୁବର ଦାସ, ତାଙ୍କୁ ମଧ୍ୟ ଭେଟିକି 400 ସମୟରେ ତାଙ୍କୁ ମଧ୍ୟ ଭେଟିଥିଲୁ। ସେ ମଧ୍ୟ ପ୍ରତିଶୋଧ ଦେଇଥିଲେ, ସେ ମଧ୍ୟ କୌଣସି ସମାଧାନ ହେଇପାରିଲା। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଆମ କଥା ଯେତେବେଳେ ବାରମ୍ବାର ନ ଶୁଣାଗଲା, ସେ ଅଭିଯୋଗ ଶୁଣାଣିରେ ମଧ୍ୟ ଧାରଣା ବସିଥିଲୁ, ସେ ମଧ୍ୟ ସମାଧାନ ହେଇପାରିଲା। ଏସବୁ କଥା କିଛି ମାତ୍ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମ ଜିଲ୍ଲାର ଯେ ମୁଖ୍ୟ ଚିକିତ୍ସା ଅଧିକାରୀ, ସେ ମଧ୍ୟ ନିଜେ ତଦନ୍ତରେ ଯାଇଥିଲେ, ସେ ମଧ୍ୟ ତଦନ୍ତ ବାଟବଣା ହେଲା। ଏମିତି ସଂଘର୍ଷରେ ଆମର ପାଲନପୁର ପଞ୍ଚାୟତ ଚାଲିଛି ଏବଂ ସେଇ ସଂଘର୍ଷରେ ଆମର ସରପଞ୍ଚ ପିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଆମକୁ ସହଯୋଗ କରୁଛନ୍ତି ଏବଂ ଏଠି ବସିବାର ଏବଂ ଆମର ସମସ୍ୟା ଜଣାଇବାର ଆପଣଙ୍କ ସମ୍ମୁଖରେ ସୁଯୋଗ ଦେଇଛନ୍ତି। ଆମେ ସାରଙ୍କ ନିକଟରେ ଦାବି ରଖିଥିଲୁ ଏବଂ ଗୋଟେ ଦାବିପତ୍ର ମଧ୍ୟ ସାରଙ୍କୁ ଦେଇଥିଲୁ। ଆମର ପଞ୍ଚାୟତରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ, କାରଣ ଦୀର୍ଘଦିନ ପାଣି ଯୋଉ ପିଇଛନ୍ତି ସେମାନେ ମଧ୍ୟ ତାଙ୍କ ଦେହରେ କ'ଣ ରୋଗ ରହିଛି ଆମେ ତ ଜାଣିନାହାନ୍ତି, ବାହାରିଲାକୁ ସେଟା ଲାଷ୍ଟ ଷ୍ଟେଜ୍ ହେଇଯାଉଛି। ତେଣୁ ସାରଙ୍କ କତରୁ ଆମେ ଦାବି ରଖିଥିଲୁ ଯେମିତି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବ ଏବଂ ସମସ୍ତ ଘରେ ଟ୍ୟାପ ପାଣି ଯୋଗାଇ ଦିଆଯିବ ଏବଂ ଅସହାୟ ପରିବାରକୁ କେମିତି ସରକାରୀ ସୁବିଧା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଯୋଉ ରୋଗୀମାନେ ଅଛନ୍ତି ତାଙ୍କୁ ଟିକେ ସହଯୋଗ କରିବା ପାଇଁ ସାରଙ୍କ ଦାବି ରଖିଥିଲୁ। ଆମେ ଆଶା କରୁଛୁ ସାର୍ ଆମ ଏ ଲଢ଼େଇ ଯୋଉ
ଭରସା ଦେଇଛନ୍ତି ଏବଂ ବିଶ୍ୱାସ ଜନ୍ମେଇଛନ୍ତି। ଆଶା କରୁଛୁ ଆମେ ଶେଷ ପର୍ଯ୍ୟନ୍ତ ସାର୍ ଆମ ସାଥରେ ରହିବେ ଏବଂ ଲଢ଼େଇରେ ଆମକୁ ସହଯୋଗ କରିବେ। ଆଜି ଆମର ଏଇ ଯେଉଁ ପ୍ରସଙ୍ଗ ରାଜ୍ୟରେ ଉଠି ପାରିଛି ସାରଙ୍କୁ ଏବଂ ଆମର ଜିଲ୍ଲା ସଭାପତି ମାମୁନ ଭାଇ ଆମର এই প্রসঙ্গে ମଧ୍ୟ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଭାଇ ଅଛନ୍ତି ଏବଂ ଆମର ଅନ୍ୟ ସହଯୋଗୀ ମାନେ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଦଉଛୁ ଏବଂ ଥରେ ନମସ୍କାର ଜଣାଇ ଆମର ମୋର ବକ୍ତବ୍ୟ ଶେଷ କରୁଛୁ। ବର୍ତ୍ତମାନ ସୁଦ୍ଧା ଆମେ ତ ଜାଣିନୁ ଆଉ କେଉଁଠି ସମସ୍ୟା ଅଛି, ଯେହେତୁ ନମୁନା ପରୀକ୍ଷା ହେଇଛି ପାରାଦୀପରେ ପାରାଦୀପର ସମସ୍ୟା ହିଁ ବର୍ତ୍ତମାନ ବାହାରିଛି। ପ୍ରମୁଖ କାରଣ ଆମେ ଯେତିକି ଅନୁଭବ କରୁଛୁ ସିଡିଏମ ଯାହା କହିବା କଥା ଏବଂ ଜଳସମ୍ପଦ ପାନୀୟ ଜଳ ବିଭାଗ ଯାହା କହିବା କଥା ଯୋଉ ଗଭୀର ନଳକୂପ ରହିଛି ସରକାରଙ୍କର ସେଗୁଡାକ ମୋଟାମୋଟି ଠିକ ରହିଛି, ଗୋଟେ ଦୁଇଟି ଖରାପ ଅଛି। ଯୋଉଗୁଡା ବ୍ୟକ୍ତିଗତ ନଳକୂପ ରହିଛି 60 ଫୁଟ 70 ଫୁଟ 80 ଫୁଟର ଯୋଉ ନଳକୂପ ଗୁଡାକ ରହିଛି ସେଗୁଡାକ ପାଖାପାଖି 60ରୁ 70 ଭାଗ ନଳକୂପ ଏମିତି ରାସାୟନିକ ପଦାର୍ଥ ବାହାରୁଛି। ଏବେ ବଡ ବେଟେ ପାଟି कैंसर এবং কিডনি রোগের বহু মৃত্যুবরণ କରିସାରିଲେଣି। 2022 ଯେତେବେଳେ ନିର୍ବାଚିତ ହୋଇଥିଲି ନିର୍ବାଚିତ ହେଲା ପରେ ଯେହେତୁ ଏତେ ମାତ୍ରାରେ ମୃତ୍ୟୁବରଣ କରୁଥିଲେ ଆମେ ତ ଜାଣିପାରୁନଥିଲୁ ଯେ ଏହାର ସମସ୍ୟା କ'ଣ କରୁଥିଲେ। ଆମେ ପ୍ରତି ଗ୍ରୀଭାନ୍ସରେ କଲେକ୍ଟରକୁ ଭେଟିକି ଜଣାଉଥିଲୁ କି ଆମର କ୍ୟାନ୍ସର କିଡନି ରୋଗରେ ଲୋକ କ'ଣ ପାଇଁ ମୃତ୍ୟୁବରଣ କରୁଛନ୍ତି। ବହୁ ଦିନ ହେଲା ପରେ ବି ଆମର ଅଭିଯୋଗ ଶୁଣୁନଥିଲେ। ଯଦି ସିଡିଏମ ଆସିକି ଇନକ୍ୱାରି କରିଥିଲେ, ଇନକ୍ୱାରି କଲା ପରେ ତାଙ୍କର କିଛି ବି ରିପୋର୍ଟ କରିକି ଆସିନଥିଲେ। ତାପରେ ଆମେ ଯେତେବେଳେ ସକ୍ସେସ୍ ହେଇଗଲୁ ଏଇଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ। କାହିଁକି ନା ପାଣି ଆମର ଜାଣିବାକୁ ପାଇଛନ୍ତି ପାଣିର ସମସ୍ୟା ଆମର ଅଧିକ ରହିଛି। ଯେତେବେଳେ ଜାଣିବାକୁ ଚାହିଁଲୁ ପ୍ରତ୍ୟେକ ଗ୍ରୀଭାନ୍ସ ହଉ କିମ୍ବା ଆମର ରାଜ୍ୟପାଳଙ୍କୁ ଭେଟିକି ଜଣାଇବା ହଉ କିମ୍ବା ଆମ ସିଡିଏମକୁ ଭେଟିକି ଜଣାଇବା ହଉ ସବୁ ପ୍ରକାର ପଟେ ତମ କଥା ହଉଛନ୍ତି ଟିକେ ମୁହଁ ବନ୍ଦ ରଖନ୍ତୁ ନହେଲେ ବାହାର କରିବା। ଯାଇକି ପହଞ୍ଚିଲା ବେଳେ ତ ଆମର କିଛିଟା କାମ ହଉଛି, ଏବେ ସମ୍ପୂର୍ଣ୍ଣ ଭାବରେ କାମ ହୋଇପାରେ ନାହିଁ। ଯଦି ସାରଙ୍କ ଦ୍ୱାରା ଆହୁରି ସମ୍ଭବ ହବ ଆଉ କିଛି ବି ହେଇପାରିବ। ଚନ୍ଦ୍ର ସାହୁ